ନମ୍ବର 1 ବର୍ଷାରେ ଭିଜିବ ହୋଲି 13ରୁ 15 ମାର୍ଚ୍ଚ ପର୍ଯ୍ୟନ୍ତ ହେବ ବର୍ଷା। ହୋଲି ପର୍ଯ୍ୟନ୍ତ ଉତ୍ତର ଭାରତରେ ଥଣ୍ଡାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ। ଦିନରେ ଖରା ହେତୁ ଗରମ ଅନୁଭବ ହେବ। ତଥାପି ମାର୍ଚ୍ଚ 14 ସୁଦ୍ଧା ପଶ୍ଚିମ ବାୟୁମଣ୍ଡଳ ସକ୍ରିୟ ହେବା ଯୋଗୁଁ ମେଘର ଗତି ଆରମ୍ଭ ହେବ। ପଶ୍ଚିମ ଉତ୍ତରପ୍ରଦେଶ, ଦିଲ୍ଲୀ ଏନସିଆର, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ହୋଲି ଦିନ ବର୍ଷାର ରଙ୍ଗ ମଜାକୁ ନଷ୍ଟ କରିପାରେ। ପଶ୍ଚିମ ବାୟୁମଣ୍ଡଳ ଯୋଗୁଁ ପୁଣି ଥରେ ପାହାଡ଼ଗୁଡ଼ିକରେ ବର୍ଷା ଏବଂ ତୁଷାରପାତ ହେବ, ଯାହାଫଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ନମ୍ବର 2 ଡିଜିଟାଲ ପେମେଣ୍ଟ ହେବାକୁ ଯାଉଛି ମହଙ୍ଗା। ଭାରତରେ ଡିଜିଟାଲ କାରବାର ପ୍ରତି ଲୋକଙ୍କ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷ କରି ୟୁପିଆଇ ଏବଂ ରୂପେ ଡେବିଟ୍ କାର୍ଡ଼ ବ୍ୟବହାରରେ ଏକ ବିରାଟ ବୃଦ୍ଧି ଦେଖାଯାଉଛି। ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ଲୋକଙ୍କର ବର୍ଦ୍ଧିତ ଡିଜିଟାଲ ସଚେତନତା ଯୋଗୁଁ ଆଜି ଦେଶର ବହୁ ସଂଖ୍ୟକ ଲୋକ ନଗଦହୀନ କାରବାରକୁ ପସନ୍ଦ କରୁଛନ୍ତି। ନମ୍ବର 3 ଆଜିଠୁ ପ୍ରତି ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ଆପଣ ବି ହୋଇପାରିବେ ଲକ୍ଷପତି ଦିଦି। ସଶକ୍ତ ହେବେ ମହିଳା। ଆଜିଠୁ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ରାଜ୍ୟର ସବୁ ଜିଲ୍ଲାରେ ଏହି କର୍ମଶାଳା ଆରମ୍ଭ ହେବ। ମହିଳା ସଶକ୍ତ କରିବାକୁ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର। ନମ୍ବର 4 ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନି ନିମ୍ନମାନର କାମ, ଗୃହରେ ମାନିଲେ ପଞ୍ଚାୟତି ରାଜ ମନ୍ତ୍ରୀ। ନିଜ ଛେପ ଢୋକିଲେ ରାଜ୍ୟ ସରକାର। ଗୃହରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ ମାନିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନି ନିମ୍ନମାନର କାମ। ଆମ ଓଡ଼ିଶା ନବୀନ ଓଡ଼ିଶାର ଫାଇଲ ବି ପଞ୍ଚାୟତିରାଜ ବିଭାଗ ପାଖରେ ଅଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଛି ଏବଂ ଏଥି ନିମନ୍ତେ ଆବଶ୍ୟକୀୟ ଅର୍ଥ ପାଇଁ ବଜେଟରେ ପ୍ରାବଧାନ କରାଯାଇଥିଲା। ନମ୍ବର 5 ଆଗକୁ ଡାଲି ସଂକଟ, ମହଙ୍ଗା ହେବ ବଜାର ଦର। ଦେଶରେ ଡାଲି ସଂକଟ ଗମ୍ଭୀର ହେବାରେ ଲାଗିଛି। ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପି ଅପେକ୍ଷା ଖୋଲା ବଜାରରେ ଡାଲିର ମୂଲ୍ୟ ଅଧିକ ଥିବାରୁ ସରକାରୀ କ୍ରୟ ପ୍ରଭାବିତ ହୋଇଛି। ଏହି କାରଣରୁ ସରକାରୀ ଗୋଦାମରେ ଡାଲିର ବଫର ଷ୍ଟକ୍ ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ପରିସ୍ଥିତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ଡାଲି ଦର ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ବଡ଼ କଷ୍ଟକର ହୋଇଯିବ। ନମ୍ବର 6 ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ। ମେ 4ରୁ ପରୀକ୍ଷା ରହିବନି କ୍ୟାରିୟର ମାର୍କ। ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହୋଇଛି। ସ୍ନାତକୋତ୍ତର ବା ପିଜି ନାମଲେଖା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା 28 ତାରିଖ ଯାଏଁ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ 29 ତାରିଖରେ ସଂଶୋଧନ କରିପାରିବେ। ଏପ୍ରିଲ 28 ତାରିଖରେ ରାଜ୍ୟର ପ୍ରବର୍ତ୍ତନ ମଣ୍ଡଳୀ ଏସ୍ଏସ୍ବି ୱେବସାଇଟରେ ଆଡମିଟ୍ କାର୍ଡ଼ ଉପଲବ୍ଧ ହେବ। ଏହାପରେ ମେ 4ରୁ 18 ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ମେ 26 ପରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ସ୍ନାତକ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ନାମଲେଖା ହେବ ବୋଲି ବିଭାଗ ସ୍ପଷ୍ଟ କରିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶୀଘ୍ର ନାମଲେଖା କରିବା ସହ ଏକାଧିକ ପରିବର୍ତ୍ତନ କରାଯାଇଛି। ନମ୍ବର 8 ମରିସସ୍ର ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ମୋଦି। କହିଲେ ଏହି ମାଟିରେ ଆମ ପୂର୍ବଜଙ୍କ ଲୁହ ଏବଂ ରକ୍ତ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ମରିସସ୍ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ମରିସସ୍ର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ମରିସସ୍ର ପୋର୍ଟ ଲୁଇସ୍ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୋଜପୁରୀରେ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ତୁମର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ନିଷ୍ପତ୍ତିକୁ ବିନମ୍ରତାର ସହ ଗ୍ରହଣ କରିଛି। ଏହା ଭାରତର ଏକ ମରିସସ୍ ମଧ୍ୟରେ ଐତିହ୍ୟ ସମ୍ପର୍କ ପ୍ରତି ଏକ ସମ୍ମାନ। ଏହା 140 କୋଟି ଲୋକଙ୍କ ସମ୍ମାନ। ନମ୍ବର 9 ବରଗଡ଼ ନୂଆପଡ଼ା ରୋଡ୍ ରେଳ ଲାଇନ୍ ଭାୟା ପଦମପୁର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି। ବରଗଡ଼ ରୋଡ୍ ନୂଆପଡ଼ା ରୋଡ୍ ନୂତନ ରେଳପଥ ଭାୟା ପଦମପୁର ପ୍ରସ୍ତାବିତ ରେଳପଥର ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତିରେ ପୂର୍ବତଟ ରେଳପଥ ଦ୍ରୁତ ଅଗ୍ରଗତି କରୁଛି। ଏହା ଏକ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାର ଲକ୍ଷ୍ୟ ହେଉଛି ଆଞ୍ଚଳିକ ସଂଯୋଗୀକରଣର ବୃଦ୍ଧି କରିବ, ଆର୍ଥିକ ଅଭିବୃଦ୍ଧିକୁ ସହଜ କରିବା ଏବଂ ଓଡ଼ିଶାରେ ପଣ୍ୟ ପରିବହନ ଏବଂ ଯାତ୍ରୀ ପରିବହନକୁ ଉନ୍ନତ କରିବା। ନମ୍ବର 10 ମରିସସ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମରିସସ୍ ରାଷ୍ଟ୍ରପତି ଧରମବୀର ଗକୁଳଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି। ଦୁଇ ନେତା ଭାରତ ଓ ମରିସସ୍ ମଧ୍ୟରେ ସ୍ୱତନ୍ତ୍ର ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଲାଗି ମତ ବିନିମୟ କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଦୁଇ ଦେଶ ମଧ୍ୟରେ ରହିଥିବା ସହଭାଗୀ ଇତିହାସ ଏବଂ ଦୃଢ଼ ନାଗରିକ ସମ୍ପର୍କ ବିଷୟରେ ସ୍ମରଣ କରିଥିଲେ। ନମ୍ବର 11
ଟ୍ରମ୍ପଙ୍କ ଚେତାବନୀ ଆଗରେ ମୁଣ୍ଡ ନୁଆଁଇଲା କି ଭାରତ? ସଂସଦରେ ଉତ୍ତର ଦେଲେ ମୋଦି ସରକାର। ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ଉପରେ କେନ୍ଦ୍ର ସରକାର ଆଜି ସଂସଦରେ ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଆମେରିକା ଭାରତ ଉପରେ କୌଣସି ଶୁଳ୍କ ଲାଗୁ କରିନାହିଁ। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେବାବେଳେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ଜିତିନ ପ୍ରସାଦ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଆମେରିକା ଏକ ନୂତନ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି, ଯେଉଁଥିରେ ଆମଦାନୀ ଶୁଳ୍କ ଏବଂ ଶୁଳ୍କ ହ୍ରାସ ତଥା ଯୋଗାଣ ବୃଦ୍ଧି ଉପରେ ଉଭୟ ଦେଶ ଧ୍ୟାନ ଦେବେ। ନମ୍ବର 12 ଯାତ୍ରା ମାଲିକ ମହାସଂଘର ବଡ଼ ନିଷ୍ପତ୍ତି ଅମାନ୍ୟ କରିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଉତ୍ତର ବାଲେଶ୍ୱର ମୟୂରଭଞ୍ଜ ଯାତ୍ରା ମାଲିକ ମହାସଂଘ ପକ୍ଷରୁ ରାଜଘାଟ ବାରୁଣୀପଡ଼ିଆଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ଉପସଭାପତି ଲକ୍ଷ୍ମଧର ରାଉଲ ବୈଠକ ଆହ୍ୱାନ କରିଥିବା ବେଳେ ସଭାପତି ହେମେନ୍ଦ୍ର ବାରିକ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଯାତ୍ରା ପାର୍ଟି ଓ ମାଲିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଥିଲା। ସେମାନେ ବିଗତ କିଛି ବର୍ଷ ହେବ ଲଗାତାର କ୍ଷତି ସହି ଚାଲିଛନ୍ତି, ଯାହା ପାଇଁ ଅନେକ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଆଉ କିଛି ବନ୍ଦ ହେବାକୁ ବସିଛି। ଅନେକ ସମୟରେ ନିର୍ଦ୍ଦିଷ୍ଟ କିଛି କାରଣ ପାଇଁ କଳାକାର, ଯାତ୍ରା ମାଲିକ, ଯାତ୍ରା କମିଟି ଭିତରେ ମତାନ୍ତର ହୋଇ ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ତେଣୁ ଏହାର ସୁସମାଧାନ ଓ ଶୃଙ୍ଖଳିତ କରିବାକୁ ଉତ୍ତର ବାଲେଶ୍ୱର ମୟୂରଭଞ୍ଜ ଯାତ୍ରା ମାଲିକ ମହାସଂଘ ଚରମ ନିଷ୍ପତ୍ତି ନେଇଛନ୍ତି। ନମ୍ବର 13 ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷାନୀତି। ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାରୀ ସ୍ତରରେ ଏନେଇ ପର୍ଯ୍ୟାଲୋଚନା ଚାଲିଛି। ବିଭିନ୍ନ କାର୍ଯ୍ୟକ୍ରମରେ ଅଭିଭାବକମାନଙ୍କୁ ବୁଝା ଚାଲିଛି। ଆଗକୁ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ନମ୍ବର 14 2027 ସୁଦ୍ଧା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଓ ସଡ଼କ ପଥରେ ସଂଯୋଗ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଉତ୍ତର ପୂର୍ବ ଛାତ୍ରଛାତ୍ରୀଙ୍କୁ ଏଣିକି କର୍ମସଂସ୍ଥାନ ପାଇଁ ନିଜ ଅଞ୍ଚଳ ଛାଡ଼ିବାକୁ ପଡ଼ିବ ନାହିଁ। ସେମାନଙ୍କୁ ସେଠାରେ ନିଯୁକ୍ତି ସୁଯୋଗ ମିଳିବ। ନୂଆଦିଲ୍ଲୀରେ ଆଜି ଷ୍ଟୁଡେଣ୍ଟ ଏକ୍ସପିରିଏନ୍ସ ଇନ୍ ଇଣ୍ଟର-ଷ୍ଟେଟ୍ ଲିଭିଂ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଉତ୍ତର ପୂର୍ବ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଅମିତ ଶାହ ଏହା କହିଛନ୍ତି। 2027 ସୁଦ୍ଧା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଏବଂ ସଡ଼କ ପଥରେ ସଂଯୋଗ କରାଯିବ ବୋଲି ସେ କହିଛନ୍ତି। ଅରୁଣାଚଳ ପ୍ରଦେଶ ପାଇଁ ଗ୍ରାମ୍ୟ କାର୍ଯ୍ୟକ୍ରମରେ 4,800 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବ୍ରହ୍ମପୁତ୍ର ନଦୀ ଉପରେ ଭାରତର ସର୍ବବୃହତ ରେଳପଥ ତଥା ସଡ଼କ ଯୋଗାଯୋଗ ସେତୁ ନିର୍ମାଣ କରାଯାଇଛି। ଆସାମ ଏବଂ ଭୁଟାନ ମଧ୍ୟରେ ଏକ ରେଳ ଲାଇନ୍ ନିର୍ମାଣ କରାଯାଉଛି ବୋଲି ସେ କହିଛନ୍ତି। ନମ୍ବର 15 ଆଜିଠୁ ଲକ୍ଷପତି ଦିଦିଙ୍କୁ ମିଳିବ ଟ୍ରେନିଂ। ଆଜିଠୁ ସମସ୍ତ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା ଆରମ୍ଭ ହୋଇଛି। ଏହି କର୍ମଶାଳାରେ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦିଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଁ ମିଳିବ ପ୍ରଶିକ୍ଷଣ। ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଛି ଯୋଜନା। କେନ୍ଦ୍ର ସରକାର ସହଭାଗିତାରେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ନମ୍ବର 16 ଏବେ ଦେଶରେ ବେଆଇନ ପ୍ରବେଶ ଉପରେ ଲାଗିବ କଠୋର କଟକଣା। କେନ୍ଦ୍ର ସରକାର ଆଣିବେ ସଂଶୋଧିତ ଇମିଗ୍ରେସନ ଆଇନ। ଏଣିକି ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ। ବଜେଟ୍ ଦ୍ୱିତୀୟ ଚରଣ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଲୋକସଭାରେ ଉପସ୍ଥାପନ ହୋଇଛି ପ୍ରସ୍ତାବିତ ବିଲ୍। କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ବିଲ୍ ଉପସ୍ଥାପନା କରିଛନ୍ତି। ବିଦେଶୀ ଅଧିନିୟମରେ 1946, ପାସପୋର୍ଟ ଅଧିନିୟମ 1920, ବିଦେଶୀ ପଞ୍ଜୀକରଣ ଅଧିନିୟମ 1939 ଜାଗା ନେବ ନୂଆ ଆଇନ। ତେବେ ବିଲ୍ ଉପସ୍ଥାପନା ସମୟରେ ଏହାକୁ ଜୋରଦାର ବିରୋଧ କରିଥିଲା କଂଗ୍ରେସ। ନମ୍ବର 17 ଶ୍ରୀମନ୍ଦିରକୁ ଜଗିବେ ଘରୋଇ ସୁରକ୍ଷାକର୍ମୀ। ଆଗାମୀ ଦିନରେ ଶ୍ରୀମନ୍ଦିରରେ ଜେଟିପି ସ୍କ୍ୱାଡ୍ ନିଯୁକ୍ତି ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରୁଛି। ନିୟମ ଅନୁଯାୟୀ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହେବା କଥା, କିନ୍ତୁ ସେଭଳି କୌଣସି ବିଜ୍ଞପ୍ତି ପ୍ରକାଶ ନ କରି ଶ୍ରୀମନ୍ଦିର ପ୍ରଶାସନ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ 75 ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଚିଠି କରିଛି। ପୂର୍ବରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ଶିକ୍ଷାଗତ ଯୋଗ୍ୟତାକୁ ଅନ୍ୟାନ୍ୟ ଯୋଗ୍ୟତା ଯାଞ୍ଚ ପରେ ଯୋଗ୍ୟ ବ୍ୟକ୍ତିଙ୍କୁ ଜେଡିପି ନିଯୁକ୍ତି ଦିଆଯାଇଥିଲା। ସେଭଳି କିଛି ନ କରି ଏଭଳି ଚିଠି କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଛି। ନମ୍ବର 18 ଷ୍ଟାରଲିଙ୍କ ଓ ଏୟାରଟେଲର ବଡ଼ ବିଲ୍, ଲୋକଙ୍କୁ ମିଳିବ ସାଟେଲାଇଟ୍ ଇଣ୍ଟରନେଟ୍ ସେବା। ଏଲନ୍ ମସ୍କ କମ୍ପାନୀ ସ୍ପେସ୍ ଏକ୍ସକୁ ଭାରତ ସହ ଏକ ସୁନୀଲ ମିତ୍ତଲଙ୍କ ଭାରତ ଏୟାରଟେଲର ବଡ଼ ବିଲ୍। ଏହି ଡିଲ୍ ଚୂଡ଼ାନ୍ତ ହେଲେ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଭାରତରେ ଉପଲବ୍ଧ ହେବ। ଆଉ ସାଧାରଣ ଲୋକଙ୍କୁ ସାଟେଲାଇଟ୍ ସେବା ମିଳିପାରିବ। ଅବଶ୍ୟ ସ୍ପେସ୍ ଏକ୍ସକୁ ଭାରତ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଏହି ଡିଲ୍ ଚୂଡ଼ାନ୍ତ ହେବ।
ନମ୍ବର 19 ବିଶ୍ୱ ପ୍ରଦୂଷଣରେ ପଞ୍ଚମ ସ୍ଥାନରେ ଭାରତ। ଦୁନିଆର ସବୁଠୁ ଅଧିକ 20ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ 13ଟି ସହର ସ୍ଥାନ ପାଇଛି। ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ 5ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ଦେବ। ବାୟୁକୁ ନିର୍ମଳ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା ପବ୍ଲିକ୍ ଟ୍ରାନ୍ସପୋର୍ଟ ବଢ଼ାନ୍ତୁ। ନିର୍ମାଣ କାମରେ କମ୍ ପ୍ରଦୂଷଣ କରାଯାଉ। ଏଲ୍‌ପିଜି ବ୍ୟବହାର ବଢ଼ାଯାଉ। ଲୋକଙ୍କ ମଧ୍ୟରେ ସଚେତନତା। କିନ୍ତୁ ସବୁଠୁ ରୋଚକ କଥା ହେଉଛି ପ୍ରଥମ ଥର ପାଇଁ ଦିଲ୍ଲୀ ସହର ଭାବେ ପ୍ରଦୂଷଣ ରାଙ୍କରେ ପଛରେ ପଡ଼ିଛି। ଆସାମର ବିର୍ନିହାଟ ସହର ଏହି ତାଲିକାରେ 1 ନମ୍ବର ସ୍ଥାନରେ ରହିଛି। ତେବେ ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି। ନମ୍ବର 20 ରାଜ୍ୟରେ 40 ଡିଗ୍ରୀ ଟପିବ ତାପମାତ୍ରା, 6 ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ। ମାର୍ଚ୍ଚରେ 40 ଟପିବ ତାପମାତ୍ରା। କିଛି ଦିନ ପାଇଁ ସାମାନ୍ୟ ଥଣ୍ଡା ରହିବା ପରେ ତାତି ପୁଣି ବଢ଼ିଛି। ଆଗାମୀ 4 ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା 13 ଓ 14 ତାରିଖରେ 6 ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନମ୍ବର 21 ଓଡ଼ିଶାକୁ ଆସୁଛି ନକଲି ଔଷଧ। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ସୋମବାର ବିଧାନସଭାରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଏକ ବିବୃତ୍ତିରୁ ଏହା ପ୍ରକାଶ ପାଇଛି। ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା 103ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି। ନମ୍ବର 22 ପଖାଳ ଦିବସ ପାଳନ ପାଇଁ 22 ଦେଶକୁ ଚିଠି ଲେଖିଲେ ରାଜ୍ୟ ସରକାର। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ଅତି କମରେ 22ଟି ଦେଶର ଓଡ଼ିଆ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି। ସବୁ ବର୍ଷ ମାର୍ଚ୍ଚ 20ରେ ପଖାଳ ଦିବସ ପାଳନ କରାଯାଇଥାଏ। ବିଭିନ୍ନ ଦେଶରେ ରହୁଥିବା ଓଡ଼ିଶା ଲୋକଙ୍କ ସଂଗଠନକୁ ଓଡ଼ିଶା ପରିବାର ଏବଂ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଚିଠି କରିଛନ୍ତି। ନମ୍ବର 23 14ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। 14ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଜାଣନ୍ତୁ କେତେବେଳେ ଦେଖାଯିବ? ଚଳିତ ବର୍ଷ ମୋଟ 4ଟି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। 2ଟି ଆଞ୍ଚଳିକ ସୂର୍ଯ୍ୟପରାଗ ଏବଂ 2ଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 14ରେ ହେବ। ଏହା ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦେଖାଯିବ। ନମ୍ବର 24 ଟ୍ରେନ୍ ହାଇଜ୍ୟାକ୍। ଟ୍ରେନ୍‌ରେ 20 ଯବାନଙ୍କୁ ହତ୍ୟା, 182 ଯାତ୍ରୀ ପଣବନ୍ଦୀ। ପାକିସ୍ତାନର ବାଲୁଚ ବିଦ୍ରୋହୀମାନେ 400 ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ କବ୍‌ଜା କରିଛନ୍ତି। ସୂତ୍ର ଅନୁଯାୟୀ ଏହି ଟ୍ରେନ୍‌ରେ ପାକିସ୍ତାନ ସେନାର 100 ସୈନିକ ଏବଂ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହି ଟ୍ରେନ୍‌ରେ ଶହ ଶହ ସାଧାରଣ ଯାତ୍ରୀ ମଧ୍ୟ ଯାତ୍ରା କରୁଥିଲେ। କୁହାଯାଉଛି ଯେ ଏଥିରେ କ୍ୱେଟାର ସେନା ଅଧିକାରୀମାନେ ବସିଥିଲେ। କ୍ୱେଟା ପାକିସ୍ତାନର ପ୍ରମୁଖ ସାମରିକ ଘାଟି ମଧ୍ୟରୁ ଗୋଟିଏ, ତେଣୁ ଏହି ଟ୍ରେନ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ରହିବେ ବୋଲି ବିଶ୍ୱାସ କରାଯାଉଛି। BLA ଦାବି କରିଛି ଯେ ଗତ 6 ଘଣ୍ଟା ଧରି 182 ଜଣଙ୍କୁ ବନ୍ଧକ ରଖାଯାଇଛି। ଏହି ଅପରେସନରେ ଏପର୍ଯ୍ୟନ୍ତ 20 ଜଣ ପାକିସ୍ତାନୀ ଯବାନଙ୍କୁ ହତ୍ୟା କରାଯାଇଛି। ଜାଫର ଏକ୍ସପ୍ରେସ ଟ୍ରେନ୍‌ରେ ହାଇଜ୍ୟାକ୍ ପରେ ଏପରି ବର୍ବରକାଣ୍ଡ ଘଟିଛି। ତେବେ ଟ୍ରେନ୍‌ରେ ଥିବା 182 ଯାତ୍ରୀ ପଣବନ୍ଦୀ ଥିବା ସୂଚନା ମିଳିଛି।